ଯାହଉ ଆଜି ଏରଞ୍ଚ ବାଲିସାହିରେ ଶ୍ରୀମଦ ଭାଗବତ ମହାପୁରାଣ ଜ୍ଞାନ ଯଜ୍ଞର ପ୍ରବଚନ କାର୍ଯ୍ୟକ୍ରମ ଚାଲିଥିଲା। ତାହା ଆଜି ଉଦ୍ଯାପନ ଦିବସ। ଏ ଉଦ୍ଯାପନ ଦିବସରେ ଦେଶର କୋଣ ଅନୁକୋଣରୁ ସାଧୁସନ୍ଥମାନଙ୍କୁ ଡାକି ଏ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା ବୃନ୍ଦ ସାଧୁମାନଙ୍କର ଆଶୀର୍ବାଦ ଗ୍ରହଣ କରିଛନ୍ତି ଏବଂ ଏ ଉତ୍ସୃଙ୍ଖଳିତ ଯୁବ ସମାଜକୁ ଯେଉଁ ଶିକ୍ଷା ପ୍ରଦାନ କରିଛନ୍ତି, କାହିଁକିନା ଇଏ କଳିଯୁଗରେ ହେବା ଦରକାର। ପ୍ରତ୍ୟେକ ଜୀବ କେବଳ ଈଶ୍ୱର ଅନୁଗାମୀ ହେବା ଦରକାର, ଭିତରେ ଭାତୃତ୍ୱ ଭାବ ରହିବା ଦରକାର, ଭିତରେ ସ୍ନେହ ମମତା ଆଧ୍ୟାତ୍ମିକବାଦ ରହିବା ଦରକାର। ଏ ଅନୁଷ୍ଠାନର ସମସ୍ତ ଅର୍ଥଦାତା ଅନୁମୋଦନକର୍ତ୍ତା ସର୍ବୋପରି ଏରେଞ୍ଚର ପ୍ରତ୍ୟେକ ଅନ୍ତବାସୀଗଣ ଏବଂ ମୁଖ୍ୟ କର୍ମକର୍ତ୍ତା ଯେଭଳି ଭାବରେ ଏ କାର୍ଯ୍ୟକ୍ରମକୁ ଆଗେଇ ନେଇ ଚାଲିଛନ୍ତି, ସେମାନଙ୍କୁ ଏ ବ୍ୟାସାସନପୁର ଅନେକ ଆଶୀର୍ବାଦ। ଏବଂ ମୁଁ এই କଥାରେ ଉପନୀତ ହେଇଛି ଯେ ଯଦି ଏଭଳି କାର୍ଯ୍ୟକ୍ରମ ଜଗତରେ ହୁଏ ତାହେଲେ ନିଶ୍ଚିତ ଭାବରେ ଆଜିର ଏ କଳିଯୁଗ ମାନବ ନିଶ୍ଚିତ ଭାବରେ ଉଦ୍ଧାର ପାଇବ ଏବଂ ଯୁବ ସମାଜ ଯେଉଁ ବର୍ତ୍ତମାନ ପଥଭ୍ରଷ୍ଟ ହେଉଛନ୍ତି ସେମାନଙ୍କୁ ଉପଯୁକ୍ତ ପଥ ମିଳିବ ଏବଂ ସେମାନେ ବୋହୂମାନେ ଏବଂ ଝିଅମାନେ ମଧ୍ୟ ଉପଯୁକ୍ତ ବୋହୂଟିରେ ପରିଣତ ହେବେ। ଏହା ହିଁ ଭାଗବତ ଗୋସାଇଙ୍କର ବା ରାଧାମାଧବଙ୍କର ମୁଖ୍ୟ କାମ୍ୟ। ଆମେ ଏହି ଭାଗବତ କଥା ହିଁ ଆୟୋଜନ କରିବାର ମୁଖ୍ୟ କାମ। କେମିତି ସମସ୍ତେ ନିଜର ଦର୍ପ ଦମ୍ଭ ଅହଙ୍କାର ପାରୁଷ୍ୟ ଅଭିମାନ ଗର୍ବକୁ ଛାଡ଼ି ସେ ଈଶ୍ୱରଙ୍କ କାର୍ଯ୍ୟରେ ନିଜକୁ ନିୟୋଜିତ କରନ୍ତୁ। ଧନ୍ୟବାଦ। ଗ୍ରାମକୁ ଆସିଲେ ଯୁବକମାନଙ୍କ ପାଇଁ କିଛି ଯୁବକମାନଙ୍କ ପାଇଁ ବାର୍ତ୍ତା ହେଉଛି ସେମାନେ ଭୁଲି ଯାଉଛନ୍ତି ବୋଧେ ଆମେ ଏଇ ଦେଶ ଏଇ ଗ୍ରାମ ଏଇ ପରିବାର ଏଇ ରାଜ୍ୟର ଆମେ ହେଉଛୁ ଭବିଷ୍ୟତ ଦାୟକ। ତେଣୁ ତାଙ୍କ ପାଇଁ ତିନୋଟି ଜିନିଷ ସବୁବେଳେ ଆମେ ସବୁ ଜାଗାରେ କହୁ, କର୍ମବାଦୀ ହୁଅ, ଜ୍ଞାନୀ ହୁଅ ଏବଂ ଭକ୍ତି କର ବା ଭକ୍ତିର ଅନ୍ୟାର୍ଥ ହେଉଛି ସେବା। ଆଉ ମଦ୍ୟ ମାଦକ ଠାରୁ ଦୂରେଇ।